ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ଆଉ ନୂତନ କରୁଛି 4 ଦିନ ହେଇଗଲା ଭିଡ଼ିଓ ବନେଇ ପାରୁନି, କାରଣ କାମ ଟେନସନ୍ ଥିଲି ସାଙ୍ଗମାନେ। କ'ଣ କରିବା, କର୍ମ ଜୀବନରେ କର୍ମ କରିବାକୁ ପଡ଼ିବ। 11ଟା 10ଟା ହେଇଗଲାଣି ପାଖାପାଖି, କି କାମ ସବୁ ଚେକ୍ ଆଉଟ୍ ହେଇଗଲା, ଅଧିକ କାମ ପଡ଼େ। ତଥାପି କାମ ବ୍ୟସ୍ତରେ ବି ଆପଣମାନଙ୍କ ସହିତ ଭିଡ଼ିଓ କରିବା ପାଇଁ ମୁଁ ରାଜି ଅଛି। ଆପଣଙ୍କ ଆଶୀର୍ବାଦ ଆଉ ସେମିତି ଭଲ ପାଇବା ସେମିତି ମୋ ପ୍ରତି ରହିଥାଉ। ଏହି ମନୋରଞ୍ଜନ ମହାପ୍ରଭୁ ଗଣେଶ ଚ୍ୟାନେଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରତି ଜାରି ରହିଛି। ଆଉ ପବିତ୍ର ଚିତ୍ତଉ ଅମାବାସ୍ୟା ଆସିଯିବ, ଆଉ 3-4 ଚିତ୍ତଉ ଅମାବାସ୍ୟା ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ମହାପ୍ରଭୁଙ୍କୁ ଚିତା ଲାଗି ହଉ ଅର୍ଥ ତାଙ୍କର ଯେଉଁ ସୁନା ରୂପା ଚିତା ଥିବ, ଚିତା ଲାଗି କରି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ମହାରାଜ। ଯାହା ହଉ ସେମିତି ଚ୍ୟାନେଲ୍ ମଧ୍ୟ ଆପଣ ଯୋଡ଼ିଏ ରହିଛନ୍ତି। ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ, କମେଣ୍ଟ ବକ୍ସରେ କମେଣ୍ଟ କରିଦେବେ। ଜାରି ରହିବ ମୋ ପ୍ରଚେଷ୍ଟା ଭିଡ଼ିଓ, ଆପଣଙ୍କ ଆଶୀର୍ବାଦ ସେମିତି ଜାରି ରହିବ ମୋ ଭିଡ଼ିଓ। ଆଉ ପ୍ରବଳ ବର୍ଷା ବି ହେଉଛି। ବର୍ଷା ଯେଉଁ ଗାଁରେ ଯେଉଁ ବେହଲ ହୋଇପଡ଼ୁଛନ୍ତି, ତ ଚାଷ ଜମିରେ ପାଣି ପଶିଯାଇଛି। ଯାହା ନ୍ୟୁଜ୍ ମାଧ୍ୟମରେ ଯାହା ବଡ଼ ବ୍ଲଗର୍ସ ମାନେ ଦେଖାଉଥିଲେ ଯେ ତାଙ୍କର କଟକ ବାରିପଦା ସେପଟେ ସବୁ ମାନେ ବନ୍ଧ ହୀରାକୁଦ ଯେଉଁ ଡ୍ୟାମ୍ ଖୋଲିଲା, ମାନେ ପ୍ରବଳ ପାଣି ପଶି ଆସିଲା। ଆଉ ଲୋକମାନେ ଟିକେ ବେହଲ ହେଇଗଲେ, ତ ବୁଡ଼ିକି ରହିଗଲେ। ସାଙ୍ଗମାନେ କ'ଣ କରିବା, ବନ୍ୟା ବାତ୍ୟା ତ ଜାରି ରହିଲେ ଆମର ସତର୍କ ଅବଲମ୍ବନ ଅଛି। ସରକାର ବି ତଥାପି ସଚେତନ ଅଛନ୍ତି, ସେମିତି ରହିବେ। ଭଲ ସରକାର ଆସିଛନ୍ତି, ବିଜେପି ସରକାର। ତଥାପି ଦେଖିବା କିନ୍ତୁ ସରକାର ଗୋଟେ କରୁଛନ୍ତି ଆମମାନଙ୍କ ପାଇଁ ଗୋଟେ ଯୋଜନା, ବିଭିନ୍ନ ପ୍ରକାର ଯୋଜନା। ସୁଭଦ୍ରା ଯୋଜନା ବି ଜାରି ରହିଛି, ଲାଗି ହେବ ଅଗଷ୍ଟ 15ଠୁ। ଯାହା ଆମର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ 3 ଜଣ ମନ୍ତ୍ରୀ କହୁଥିଲେ, ଆଉ ସତ ହେବ। ଅପେକ୍ଷା ଫଳର ମିଠା, ଧୈର୍ଯ୍ୟର ଫଳ ମିଠା ସେମିତି ଜାରି ରହିବ। ଆଉ ବାତ୍ୟା କଥା କହୁଥିଲେ, ଯେଉଁ ବାତ୍ୟା ସବୁ ଗାଁ ଗଣ୍ଡରେ ପାଣି ଭାସିଗଲାଣି, ଅଧେ ଲୋକ କଟକ ମୁଣ୍ଡୁଲି ଠାରେ ସବୁ ଜମା ହେଇଛି ପାଣି, ସବୁ ସମୁଦ୍ରରେ ଆସ୍ତେ ଆସ୍ତେ ମିଶିବ। ଆଉ ସେ ସମୁଦ୍ର ଗର୍ଭରେ ଲୀନ ହେବ ସବୁ ଆମର ଯେଉଁ ମହାନଦୀ ପାଣି। ଆଉ ମହାନଦୀ ପାଣିର ଟ୍ୟାପ୍ରୁ ଖୋଲା ହେବ ନିଶ୍ଚିନ୍ତ ଭାବେ, ହୀରାକୁଦ ଡ୍ୟାମ୍ରୁ ଖୋଲା ହେଇଛି, ନହେଲେ ପାଣି ଜାମ୍ ହେଇଗଲେ ଅଧିକ ଅସୁବିଧା ହେଇଯିବ। ତେଣୁକରି ସମସ୍ତ ପ୍ରଶାସନ ରେଡ଼ି ଅଛନ୍ତି, ଆଉ ବନ୍ୟା ବାତ୍ୟା ତ ସରକାର ରେଡ଼ି ଅଛନ୍ତି। ତଥାପି ଭଲ ସରକାର ଆସିଛନ୍ତି। ଦେଖିବା କ'ଣ କରୁଛନ୍ତି। ନବୀନ ସରକାର ତ କରୁଥିଲେ, ଦେଖିବା ବିଜେପି ସରକାର କେମିତି କ'ଣ କରୁଛି, ଓଡ଼ିଶା ଶାସନ କରୁଛି ବା ଚଳାଉଛି। ଆଉ ଚିତା ଲାଗି ଅମାବାସ୍ୟା 3-4 ରହିବ, ଛୁଟି ନେଇଛି ସାଙ୍ଗମାନେ, ଘରକୁ ଯିବି। ଆଉ ଗାଁ ଭିଡ଼ିଓ ନିଶ୍ଚିତ ଭାବେ ଦେଖିବି। ଆଉ 4 ଦିନ ହେଲା ଭିଡ଼ିଓ କରିନଥିଲା, ମୋତେ କ୍ଷମା କରିଦେବି ସାଙ୍ଗମାନେ। ଯାଇ ରହିଛି 9ଟା ହେଇଗଲା, ସମୟ ତ ସ୍ୱଳ୍ପ, ସମୟ ସୁବିଧା ନେବାକୁ ପଡ଼ିବ। ରହିଛି ସାଙ୍ଗମାନେ, ଜୟ ଜଗନ୍ନାଥ। ଆଉ ଆଜି ପବିତ୍ର ଅଛି ଆଜି କ'ଣ ଚିତ୍ତଉ ଅମାବାସ୍ୟା ପଡ଼ିବ 3-4ରେ। ଘରକୁ ତ ଯାଇ ହେବନି, ଦେଖିବା ଛୁଟି ନେବା କହିଛୁ। ଫ୍ୟାନ୍ଟା ଲଗା ବନ୍ଦ କରିଥିଲି, କାରଣ କାମ ଜାରି ରହିଛି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।